ସାପ କାମୁଡ଼ାରେ ସମ୍ବଳ ନଥିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଧୀନସ୍ଥ ବାନିଗାଁ ଗ୍ରାମର ମଞ୍ଜୁଳି ମାଝୀ 55 ବର୍ଷୀୟଙ୍କ କାଲି ରାତି 3 ଘଣ୍ଟା ସମୟରେ ବେଦାନ୍ତ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଉକ୍ତ ମୃତ୍ୟୁ ମହିଳାଙ୍କୁ ଗତକାଲି ରବିବାର ଦିନ ସନ୍ଧ୍ୟା 5 ଘଣ୍ଟା ସମୟରେ ସାପ କାମୁଡ଼ିଥିଲା। ତୁରନ୍ତ ତାଙ୍କ ଗ୍ରାମର କିଛି ଲୋକେ ବୃଦ୍ଧଙ୍କୁ ସାପ କାମୁଡ଼ିଲା ପରେ ପ୍ରଥମେ ଲାଞ୍ଜିଗଡ଼ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ତାପରେ ତାଙ୍କୁ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ରୋଗୀ ଗୁରୁତର ଥିବା ହେତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ପରିବାର ଲୋକଙ୍କୁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନଙ୍କର ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ନେବା ପାଇଁ ସମ୍ବଳ ନଥିବା ହେତୁ ସେମାନେ ନିଜ ଗ୍ରାମ ବାନିଗାଁକୁ ନେଇଯାଇଥିଲେ। ସେଠାରୁ ପୁଣି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ସେ ସାପ କାମୁଡ଼ା ରୋଗୀକୁ ସନ୍ଧ୍ୟା 6 ଘଣ୍ଟା 47 ମିନିଟ୍ ସମୟରେ ନେଇ ପହଞ୍ଚିଥିଲେ। ସେଠାକାର ଡାକ୍ତର ଉତ୍ତମ ଚିକିତ୍ସା କରିଥିଲେ। ତାର 2 ଘଣ୍ଟା ପରେ ରୋଗୀ ଟିକିଏ ସୁସ୍ଥ ଅନୁଭବ କରିଥିଲା। ତାପରେ ତାଙ୍କରି ପରିବାର ଲୋକଙ୍କୁ ବେଦାନ୍ତ ଡାକ୍ତରଖାନାର ଚିକିତ୍ସା କରୁଥିବା ଡାକ୍ତର ନିର୍ଦ୍ଦେଶ ଦେଇଥିଲେ, ଆଉ ଉତ୍ତମ ଚିକିତ୍ସା ପାଇଁ ତୁମେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ କହିଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ଆମ ପାଖରେ ପଇସା ପତ୍ର ନାହିଁ, ଆମେ ବାହାରକୁ ନେଇପାରିବୁ ନାହିଁ ବୋଲି ମନା କରି ଦେଇଥିଲେ। ସେ ମୃତ ବୃଦ୍ଧା ଗତକାଲି ରାତିରେ ଶୋଇଯାଇଥିଲେ। ରାତି ଶୋଇବା ଅବସ୍ଥାରେ ବା ରାତ୍ର 3 ଘଣ୍ଟା ସମୟରେ ମୃତ୍ୟୁବରଣ କରିଥିଲେ। ବେଦାନ୍ତ ଡାକ୍ତର କହିବା କଥା ଯେ ଏ ମହିଳାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ବେଦାନ୍ତ ଡାକ୍ତରଖାନାର ମୃତ ବୃଦ୍ଧ ପରିବାର ଓ ତାଙ୍କ ଗ୍ରାମର ଲୋକେ ବେଡ୍ ଉପରେ ଶବର କି ଧାରଣାରେ ବସିଛନ୍ତି। ତେଣୁକରି ଉକ୍ତ ଲାଗି ରହିଛି। ମୃତକ ପରିବାର ଲୋକେ ଅଡ଼ି ବସିଛନ୍ତି ଯେ ମୃତକ ପରିବାର ଲୋକଙ୍କୁ ଡାକ୍ତରଖାନା ପକ୍ଷରୁ କିଛି କ୍ଷତିପୂରଣ ଦିଆଯାଉ ବୋଲି ଦାବି କରୁଛନ୍ତି। ଏ ଦୁର୍ଘଟଣା ଖବର ପରେ ଲାଞ୍ଜିଗଡ଼ ଥାନା ଆଇଆଇସି ଯଶବନ୍ତ ହିଆଲଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଜିଗଡ଼ ଥାନାର ଏଏସ୍ଆଇ ବଳଭଦ୍ର ଗୌଡ଼, ଏଏସ୍ଆଇ ସ୍ୱର୍ଣ୍ଣଲତା ଗମାଙ୍ଗ ଏବଂ ଥାନା ଟିମ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ସେଠାରେ ପୋଲିସ ଟିମ୍ ପହଞ୍ଚି ତୁରନ୍ତ ଘଟଣାର ଶ୍ରୀ ଗୌଡ଼ ତଦନ୍ତ ଆରମ୍ଭ କରିଛନ୍ତି ଓ ଉତ୍କଟ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଡାକ୍ତରଖାନାର ବେଡ୍ରୁ ଶବକୁ ଉଠାଯାଇ ପାରିନାହିଁ। ଉତ୍କଟ ଲାଗି ରହିଥିବା ଦିନ 1 ଘଣ୍ଟା 45 ମିନିଟ୍ ସମୟ ପର୍ଯ୍ୟନ୍ତ। ତାପରେ ସମସ୍ତେ ମୃତକର ପରିବାର ସଦସ୍ୟଙ୍କୁ ବୁଝାବୁଝି କଲା ପରେ ମାନିଥିଲେ। ତାପରେ ଜୟ ଧାରଣାରୁ ଉଠିଥିଲେ। ତାହାରି ସଙ୍ଗେ ସଙ୍ଗେ ଉକ୍ତ ଶବକୁ ପୋଲିସ ଜବତ କରି ଲାଞ୍ଜିଗଡ଼ ଡାକ୍ତରଖାନାରୁ ବ୍ୟବଚ୍ଛେଦ କରିବା ପାଇଁ ଅଣାଯାଇଥିଲା। ବ୍ୟବଚ୍ଛେଦ ପରେ ଲାଞ୍ଜିଗଡ଼ ପୋଲିସ ଉପସ୍ଥିତିରେ ତାଙ୍କ ପରିବାରକୁ ଶବଟିକୁ ହସ୍ତାନ୍ତର କରାଯାଇଥିଲା। କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ମହେଶ୍ୱର ପ୍ରତିଙ୍କ ରିପୋର୍ଟ, ଉତ୍କଳ ଜାଗ୍ରତ ବାର୍ତ୍ତା।